ମିଡିଲ କ୍ଲାସ୍ ଆମେ ଜାଣିଛୁ ଆମ ପାଖରେ କାମ ନାହିଁ ତ ପଇସା ନାହିଁ, ଆଉ ପଇସା ନାହିଁ ତ ଏ ସୋସାଇଟିରେ ରେସପେକ୍ଟ ମଧ୍ୟ ନାହିଁ। ଗୋଟେ ମିଡିଲ କ୍ଲାସ୍ ଘରର ପିଲା ବହୁତ ସ୍ୱପ୍ନ ଦେଖିଥାଏ। ଯେଉଁ ବୟସରେ ମୌଜ ମସ୍ତି କରି ଏନ୍ଜୟ କରିବା କଥା, ସେହି ସମୟରେ ସେ ନିଜ ସ୍ୱପ୍ନକୁ ଅଧା ରଖିକି ଘର ସବୁ ଦାୟିତ୍ୱ ନିଜ ଉପରକୁ ନେଇଯାଏ। ଗୋଟେ ମିଡିଲ କ୍ଲାସ୍ ଘର ପିଲା ଆଜ୍ଞା ନିଜକୁ ନିଜେ ସବୁଦିନ କୁହେ କି ଯେ ହୁଏତ ମୋ ବାପା ମା ମୋର ସବୁ ସ୍ୱପ୍ନକୁ ପୁରା କରିପାରିଲେନି, କିନ୍ତୁ ମୁଁ ସକ୍ସେସ୍ ହେଇକି ମୋ ବାପା ମାଆଙ୍କ ସବୁ ସ୍ୱପ୍ନକୁ ପୁରା କରିବି, ଏଇଟା ମୋର କର୍ତ୍ତବ୍ୟ। ଆଉ ସାଙ୍ଗମାନେ ଆମ ମିଡ଼ିଲ୍ କ୍ଲାସ୍ ପିଲାଙ୍କ ଗୋଟିଏ ଷ୍ଟୁଡେଣ୍ଟ କହିବି, ଆମେ କେବେ ବି ଦୁଃଖୀ ହେଉନା। କାହିଁକି ଯେତିକି ମିଳେ ସେତିକିରେ ହିଁ ଖୁସି ହେଇଯାଏ। ଆମ ମନ ଭିତରେ କେତେ ବି ଦୁଃଖ ଆଉ କେତେ ବି କଷ୍ଟ ଆସୁନା କାହିଁକି, କିନ୍ତୁ ଆମ ପେସରେ ସବୁବେଳେ ଗୋଟେ ସ୍ମାଇଲ୍। ସାଙ୍ଗମାନେ ଆପଣମାନେ ଭାବନ୍ତୁ ଯେ ମୁଁ ବହୁତ ଖୁସିରେ ଅଛି, ସାଙ୍ଗମାନେ ମୁଁ ବି ସେହି ପରିସ୍ଥିତି ସେହି ସିଚୁଏସନ୍ ନେଇ ମୁଁ ବି ଗତି କରୁଛି। ଆଉ ମୋର ବି ଦୁଃଖ ଅଛି, ମୋର ବି ସୁଖ ଅଛି। ସାଙ୍ଗମାନେ ଆମ ମନୁଷ୍ୟ ଜୀବନରେ ସବୁବେଳେ ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଏମିତି ଲାଗି ରହିଛି। ତାପରେ କ'ଣ ଆମେ